ଓଡ଼ିଶାର ବଣ୍ଡା ଜନଜାତିର ଆଦିବାସୀ ଯୁବକ ନିଟ୍ ପରୀକ୍ଷା ପାସ୍ କରିବାରେ ହେଲେ ସଫଳ। ତାଙ୍କ ଗାଁ ନିକଟର କୌଣସି ସ୍ୱାସ୍ଥ୍ୟସେବା ଉପଲବ୍ଧ ନଥିବାରୁ ବଣ୍ଡା ଜନଜାତିର ଏହି ବାଳକ ପିଲାଦିନରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ, ଯାହାଙ୍କ ନାଁ ହେଉଛି ମଙ୍ଗଳା ମୁଦୁଲି। ମଙ୍ଗଳା ମୁଦୁଲି ଏକ ଏହିଭଳି ଜନଜାତି ଗୋଷ୍ଠୀର ଅଟନ୍ତି ଯେଉଁଠାରେ ଓଡ଼ିଶାର 62ଟି ଜନଜାତି ମଧ୍ୟରେ ସାକ୍ଷରତା ହାର ସର୍ବନିମ୍ନ ଅଟେ। 2011 ଜନଗଣନା ଅନୁଯାୟୀ ଓଡ଼ିଶାର ବଣ୍ଡା ଜନଜାତିର ସାକ୍ଷରତା ହାର ପ୍ରାୟ 36.61% ଥିଲା, ଯାହା ରାଜ୍ୟର ଅନେକ ପ୍ରମୁଖ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ତୁଳନାରେ ବହୁତ କମ୍ ଅଟେ। ତେବେ ବର୍ତ୍ତମାନ ମଙ୍ଗଳା ମୁଦୁଲି ଭଳି ଜଣେ ଆଦିବାସୀ ଯୁବକ ନିଟ୍ ଏକ୍ଜାମ୍ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ବଣ୍ଡା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ଉଦାହରଣ ପାଲଟିଛନ୍ତି। ରାଜଧାନୀକୁ ବ୍ୟାପିଛି ବାର୍ଡ ଫ୍ଲୁ ଭୟ। ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାର ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମ୍ସି କାର୍ଯ୍ୟାଳୟ। ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବା ଏବଂ କୁକୁଡ଼ା ଅସ୍ୱାଭାବିକ ମୃତ୍ୟୁ ହେଲେ ଏଣେତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ବିଏମ୍ସି। ତେବେ ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କୁ ଜ୍ୱର, ଛିଙ୍କ ଏବଂ କାଶ ଲାଗି ରୁହେ ତେବେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ବିଶ୍ୱବିଦ୍ୟାଳୟ ଅଧିନିୟମରେ ସଂଶୋଧନ କରିବାକୁ ଓଡ଼ିଶା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଶ୍ଚିତ କରିଛନ୍ତି। ପୂର୍ବ ବିଜେଡି ସରକାର ଦ୍ୱାରା ଲାଗୁ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2020ରେ ସଂଶୋଧନ କରିବାକୁ ଓଡ଼ିଶା ସରକାର ଯୋଜନା କରିଛି। ବିଜେଡି ବିଧାୟକ ଗଣେଶ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି ଯେ, ଯେହେତୁ ଆପଣ ବିଜେଡି ସରକାର ପ୍ରଣୟନ କରିଥିବା ଆଇନର ସଂଶୋଧନ ଚାହୁଁଛନ୍ତି, ଆମେ ନିଶ୍ଚିତ ଭାବେ ତାହା କରିବୁ। ସୁରଜ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଏକ ଚିଠି ପଠାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମରେ ସଂଶୋଧନ ହେବା ପରେ ଉପକୁଳପତିଙ୍କ ନିଯୁକ୍ତି, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆପଏଣ୍ଟମେଣ୍ଟ ସମସ୍ୟାର ସମାଧାନ ମଧ୍ୟ ହେବ। କନ୍ନଡ଼ ଅଭିନେତା ଦର୍ଶନ ବଲାରି ହେଲେ ଜେଲର ବନ୍ଦୀ ନମ୍ବର 511। ତାଙ୍କ ପ୍ରଶଂସକଙ୍କ ହତ୍ୟା ତଥା ବେଙ୍ଗାଲୁରୁ ଜେଲ୍ କମ୍ପ୍ଲେକ୍ସରେ ଚା' ପାର୍ଟି ବିବାଦକୁ ନେଇ କନ୍ନଡ଼ ଅଭିନେତା ଦର୍ଶନଙ୍କୁ ଆନ୍ଧ୍ରପ୍ରଦେଶରୁ 5.5 ଘଣ୍ଟା ଦୂର ବେଲାରୀ ଜେଲ୍କୁ ନିଆଯାଇଛି। ଏହି ଅଭିନେତାଙ୍କ ସହ ଅନ୍ୟ 9 ଜଣ ଅଭିଯୁକ୍ତଙ୍କୁ ରାଜ୍ୟର ବିଭିନ୍ନ ଜେଲ୍କୁ ନିଆଯାଇଥିଲା। ବଲାରୀ ଜେଲ୍ରେ ତାଙ୍କୁ ଅଣ୍ଡର ଟେରିtorial କଏଦୀ ୟୁଟିପି ନମ୍ବର 511 ଏବଂ ତାଙ୍କୁ ଏକ ଉଚ୍ଚ ସୁରକ୍ଷା 10 ଫୁଟ ବାଇ 10 ଫୁଟ କକ୍ଷରେ ରଖାଯାଇଛି। ଖବର ଅନୁଯାୟୀ ଦର୍ଶନ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେ ଏବେ ଡିପ୍ରେସ୍ଡ ଅଛନ୍ତି। ପ୍ରୀତି ପାଲ ପାରାଅଲିମ୍ପିକ୍ସ ଟ୍ରାକ୍ ଇଭେଣ୍ଟରେ ଭାରତର ପ୍ରଥମ ଆଥଲେଟିକ୍ସ ପଦକ ଜିତିଛନ୍ତି। ପାରାଅଲିମ୍ପିକ୍ସ ଟ୍ରାକ୍ ଇଭେଣ୍ଟରେ ପ୍ରୀତି ପାଲ ଭାରତର ପ୍ରଥମ ଆଥଲେଟିକ୍ସ ପଦକ ଜିତି ମହିଳା T35 ମିଟର ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତି ପ୍ୟାରିସର ପର୍ସନାଲ ବେଷ୍ଟ ଟାଇମ୍ 14.21 ସେକେଣ୍ଡରେ ଜିତିଥିଲେ। ତେବେ ଗର୍ବର କଥା ଇଏ ଯେ ଉତ୍ତରପ୍ରଦେଶର ମୁଜାଫରନଗରର ଜଣେ ସାଧାରଣ କୃଷକଙ୍କ ଝିଅ ହେଉଛନ୍ତି ପ୍ରୀତି ପାଲ। ସେପ୍ଟେମ୍ବର 3କୁ ଦୃଷ୍ଟିରେ ରଖି ବିସ୍ତାରା ପର୍ଯ୍ୟାୟଭୁକ୍ତ ହେଉଛି। ଆପଣଙ୍କ ଆନ୍ତର୍ଜାତୀୟ ଟିକେଟ୍ ସହିତ କ'ଣ ହେବ ଜାଣି ରଖନ୍ତୁ। ନଭେମ୍ବର 12ରେ ବିସ୍ତାରା ଏୟାର ଇଣ୍ଡିଆ ସହିତ ମିଶ୍ରଣ ହେବ। ଯାତ୍ରୀମାନେ ସେପ୍ଟେମ୍ବର 3ରୁ ଟିକେଟ୍ ବୁକ୍ କରିବା ପାଇଁ ଏୟାର ଇଣ୍ଡିଆର ୱେବସାଇଟକୁ ଧୀରେ ଧୀରେ ନିର୍ଦ୍ଦେଶିତ ହେବେ ଏବଂ 11 ନଭେମ୍ବର ପର୍ଯ୍ୟନ୍ତ ବିମାନଗୁଡ଼ିକ କେବଳ ବିସ୍ତାରା ବ୍ୟାନରରେ ପରିଚାଳିତ ହେବ। 12 ନଭେମ୍ବର 2024ରେ କିମ୍ବା ପରେ ବିସ୍ତାରା ବିମାନ ପାଇଁ ସଂଖ୍ୟା ଏୟାର ଇଣ୍ଡିଆର ପରିବର୍ତ୍ତନ ହେବ। ଯଦିଓ ପ୍ରାୟ ସମସ୍ତ କ୍ଷେତ୍ରରେ ବିମାନ କାର୍ଯ୍ୟସୂଚୀ ଅପରେଟିଂ କ୍ରୁ 2025 ଆରମ୍ଭ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ U19 ସିରିଜରେ ଇଣ୍ଡିଆ ପାଇଁ କଲ୍ ଅପ୍ ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର-19 ସିରିଜ ପାଇଁ ଭାରତର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ପୁଅ ସୁମିତ ଦ୍ରାବିଡଙ୍କୁ ଡକାଯାଇଛି। ସେ ଉଭୟ ଦିନିକିଆ ଏବଂ 4 ଦିନିଆ ସିରିଜ ପାଇଁ ମନୋନୀତ ହୋଇଛନ୍ତି। ଏହି ସିରିଜରେ ଯଥାକ୍ରମେ ପୁଡୁଚେରୀ ଏବଂ ଚେନ୍ନାଇର ଖେଳାଯିବାକୁ ଥିବା 3ଟି 50 ଓଭର ଖେଳ ଏବଂ 2ଟି 4 ଦିନିଆ ମ୍ୟାଚ୍ ପ୍ରଦର୍ଶିତ ହେବ। ପେସ୍ ବୋଲିଂ ଅଲରାଉଣ୍ଡର ସୁମିତ ବର୍ତ୍ତମାନ ବେଙ୍ଗାଲୁରୁରେ ଚାଲିଥିବା KSCA ମହାରାଜା T20 ଟ୍ରଫିରେ ମୈଶୂର ୱାରିୟର୍ସ ପାଇଁ ଖେଳୁଛନ୍ତି। କିଛି ଦିନ ମଧ୍ୟରେ ନୂଆ କାରରେ ଲାଗିବ QR କୋଡ୍ ସ୍କାନର। ଭାରତ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ NCAP କାରଗୁଡ଼ିକ ପାଇଁ ସୁରକ୍ଷା ରେଡେଡ୍ QR କୋଡ୍ ଷ୍ଟିକର ପ୍ରଦର୍ଶନ ଘୋଷଣା କରିଛି। ଯାନବାହନ ସୁରକ୍ଷା ବିଷୟରେ ସଚେତନ ସୃଷ୍ଟି କରିବାକୁ ଏହି ପଦକ୍ଷେପ ଲକ୍ଷ୍ୟ ରଖିଛି। ଗ୍ରାହକମାନେ ଷ୍ଟିକରର QR କୋଡ୍ ସ୍କାନ୍ କରି ଯାନର ସୁରକ୍ଷା ବିଷୟରେ ଜାଣିପାରିବେ। ତେବେ କାହାକୁ କୁହାଯାଏ BNCAP QR କୋଡ୍? ଭାରତ NCAP ଅଟୋମୋବାଇଲ ନିର୍ମାତାମାନଙ୍କୁ QR କୋଡ୍ ଷ୍ଟିକର ପଠାଇବ, ଯାହାର ଯାନଗୁଡ଼ିକ ସୁରକ୍ଷା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଭଲ ଭାବେ ପରୀକ୍ଷଣ କରିଛନ୍ତି। ଏହି ଷ୍ଟିକରଗୁଡ଼ିକରେ ଉତ୍ପାଦକଙ୍କ ନାମ, ଯାନ କିମ୍ବା ମଡେଲ ନାମ,
ପରୀକ୍ଷା ତାରିଖ ଏବଂ ଉଭୟ ବୟସ୍କ ଏବଂ ପିଲାମାନଙ୍କ ପାଇଁ ସୁରକ୍ଷା ତାରକା ମୂଲ୍ୟାୟନ ଅନ୍ତର୍ଭୁକ୍ତ ହେବ। ଷ୍ଟିକର ସ୍କାନ୍ କରିବା ଦ୍ୱାରା ଯାନର ବିସ୍ତୃତ ବିବରଣୀ ପ୍ରକାଶ ପାଇବ। ରେଭେନ୍ସା ନାଁ ବଦଳିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3ଟି ବନ୍ଦେ ଭାରତ ଟ୍ରେନକୁ ଫ୍ଲାଗ ଦେଖାଇ ଶୁଭାରମ୍ଭ କରିଥିଲେ। ରେଭେନ୍ସା ନାଁ ବଦଳିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା ନାଁ ବଦଳିବା ଦରକାର ବୋଲି ଶନିବାର ସ୍ୱାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାର ନାଁ ଏହା ହେଉଛି ତାଙ୍କର ଭୂମିକା କ'ଣ ଥିଲା? 9ଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ'ଣ କରୁଥିଲେ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ ତାହା କ'ଣ ଗୌରବ ବିଷୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ନାଁ ବଦଳିବା ମୋର ବ୍ୟକ୍ତିଗତ ମତ। ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଆଜି କହିଛନ୍ତି। ଖୁବ୍ ଶୀଘ୍ର ଟ୍ରାକ୍ରେ ଚାଲିବ ବନ୍ଦେ ଭାରତର ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3ଟି ବନ୍ଦେ ଭାରତ ଟ୍ରେନକୁ ଫ୍ଲାଗ ଦେଖାଇ ଶୁଭାରମ୍ଭ କରିଥିଲେ। ଏହି 3ଟି ବନ୍ଦେ ଭାରତ ମେରଠ ଲକ୍ଷ୍ନୌ, ମଦୁରାଇ ବେଙ୍ଗାଲୁରୁ ଏବଂ ଚେନ୍ନାଇ ନଗରକୋଇଲ ମଧ୍ୟରେ ଚାଲିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ବିକାଶ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ାଯିବ। ନୂତନ ବନ୍ଦେ ଭାରତ ଟ୍ରେନ୍ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକର ଲୋକଙ୍କୁ ଗତି ଏବଂ ଆରାମ ସହିତ ବିଶ୍ୱସ୍ତରୀୟ ଭ୍ରମଣର ମାଧ୍ୟମ ଯୋଗାଇବ। ଭାରତର ପ୍ରଥମ ସ୍ୱଦେଶୀ ଡିଜାଇନରେ ନିର୍ମିତ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଘଣ୍ଟା ପ୍ରତି 160 କିଲୋମିଟର ବେଗରେ ଯିବାର ସକ୍ଷମ ରଖୁଛି ବୋଲି କହିଛନ୍ତି ପିଏମ୍ ନରେନ୍ଦ୍ର ମୋଦି।